କାଞ୍ଚ ଭାଙ୍ଗି 20 ଲକ୍ଷ କ୍ୟାସ୍ ଲୁଟ୍। ହଁ ଆଜ୍ଞା, କାର୍ କାଞ୍ଚ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ବରଗଡ଼ରେ ଏଭଳି ତୁମୁଲ କାଣ୍ଡ ଘଟାଉଛନ୍ତି କିଛି ଦୁର୍ବୃତ୍ତମାନେ। ଯାହା ସୂଚନା ମିଳିଛି, କାର୍ ମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣକ ବରଗଡ଼ ଏସ୍ବିଆଇରୁ 15 ଲକ୍ଷ ଟଙ୍କା ଏବଂ ଏଟିଏମ୍ରୁ 5 ଲକ୍ଷ ଟଙ୍କା ଉଠାଇଥିଲେ। ପରେ କାର୍ ମାଲିକ ଜଣକ ଗାନ୍ଧୀ ଛକରେ ଥିବା ଆଲମ ହୋଟେଲକୁ ଖାଇବାକୁ ଯାଇଥିଲେ ଏବଂ ସେ ଖାଇବାକୁ ଯିବା ପୂର୍ବରୁ ଡ୍ରାଇଭର ସିଟ୍ ତଳେ ରଖିଥିଲେ ଟଙ୍କା 20 ଲକ୍ଷ ନଗଦ ଟଙ୍କା, ଯାହା ଉପରେ ଆଖି ଥିଲା ଦୁର୍ବୃତ୍ତର। ଯେତେବେଳେ ସେ ହୋଟେଲକୁ ଖାଇବାକୁ ଯାଇଥିଲେ, ଠିକ୍ ସେହି ସମୟରେ ଲୁଟି ନେଲେ ଦୁର୍ବୃତ୍ତମାନେ, ଯାହାକୁ ନେଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ଏହି ସମୟରେ ଘଟଣାସ୍ଥଳକୁ ପହଞ୍ଚିଥିଲା ବରଗଡ଼ ପୋଲିସ ଏବଂ ଆରମ୍ଭ କରିଥିଲା ତନାଘନା। ଯଦି ସେ ନଗଦ ଟଙ୍କା ସତର୍କତାର ସହିତ ସେ ଭିତରକୁ ନେଇକରି ଯାଇଥାନ୍ତେ, ତେବେ ଏଭଳି କାଣ୍ଡ ଦୁର୍ବୃତ୍ତ ଭିଆଇବାରେ ସକ୍ଷମ ହୋଇନଥାନ୍ତେ। ଏନେଇ ଆମେ ଅଧିକ ପଚାରିବା ସେ ବ୍ୟକ୍ତିଙ୍କୁ ଯାହା ଟଙ୍କା ଦୁର୍ବୃତ୍ତମାନେ ନେଇଗଲେ। ସୁବୋଧ ଚନ୍ଦ୍ର ଦାସ, ମୋ ନାଁ ହଉଛି ପଡ଼ା ହଉଛି ତଲିପଡ଼ା ସମଲେଇ ମନ୍ଦିର ପାଖରେ। ଆମେ ଷ୍ଟେଟ୍ ବ୍ୟାଙ୍କ ଠାରୁ 15 ଲକ୍ଷ ଟଙ୍କା ଉଠେଇଲୁ। ଆଉ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ରୋଡରେ ଯେଉଁ ମିନି ଷ୍ଟେଟ୍ ବ୍ୟାଙ୍କର ଆମର କାଉଣ୍ଟର ଅଛି, ସେଠି 5 ଲାଖ ଟଙ୍କା ଉଠେଇଲୁ। ଟୋଟାଲ 20 ଲକ୍ଷ ଟଙ୍କା ଆମେ ବ୍ୟାଙ୍କରୁ ଉଠେଇକିରି ଆଣିଲୁ। ଆଲମ ହୋଟେଲର ସାଇଡ଼ରେ ଗାଡ଼ି ରଖିକିରି ଆମେ ଖାଇବା ପାଇଁ ଗଲୁ। ଆମେ ଶୁଣିବାକୁ ପାଇଲୁ ଯେ ଆମର ଡ୍ରାଇଭର ସାଇଡ଼ର ଗ୍ଲାସଟା ଭାଙ୍ଗି ଯାଇଛି। ଆମେ ଦେଖିଲା ବେଳକୁ ପଇସା ନାହିଁ। এটা অଢ଼ে বজে সে আমার নিজে কহিবাকু আসলে কি তোমার কাজ ভঙ্গা হয়েছে। আমি অন্য খাইকি তোকে আজ দেখলা বেলা আমার পয়সাটা নাই। সন্দেহ কাজ না নাই, স্টেট ব্যাংক যে আমাকে ফলো করতে 20 লক্ষ দেলা, 20 লক্ষ টোটাল চুরি হয়েছে। দিয়া হয়েছে।